ମା ଆଜି ହଉଛି ସରସ୍ଵତୀ ପୂଜା। ଶ୍ରୀନଙ୍କ ରଚିତ ମା ବହିର ମହାସରସ୍ୱତୀଙ୍କ ବିଷୟରେ ଆଜି ଆମେ ଟିକେ ପଢିକି ଆରମ୍ଭ କରିବା। ପ୍ରଭୁ ଲେଖୁଛନ୍ତି ମାଙ୍କର 4ଟି ମହାରୂପ ରହିଛି। 4ଟି ମହାରୂପ, 4ଟି ମହାଶକ୍ତି, 4ଟି ମୁଖ୍ୟ ଶକ୍ତି ଓ ବିଗ୍ରହ ସମ୍ମୁଖରେ ରହିକି ବିଶ୍ୱକୁ ପରିଚାଳନା କରୁଛନ୍ତି। ପାର୍ଥିବ ଲୀଳାରେ କାର୍ଯ୍ୟ କରୁଛନ୍ତି। ମାନେ ବର୍ତ୍ତମାନ ପୃଥିବୀରେ ଯୋଉ କାର୍ଯ୍ୟ ଚାଲିଛି ସେଥିରେ ମାଙ୍କର ଅନ୍ୟାନ୍ୟ ବହୁତ ରୂପ ଭିତରୁ ଏ 4ଟି ରୂପ ବର୍ତ୍ତମାନ ମୁଖ୍ୟତଃ କାମ କରୁଛନ୍ତି। ଅନ୍ୟମାନେ ଅଛନ୍ତି କାମ କରୁଛନ୍ତି, କିନ୍ତୁ ଏମାନେ ପାର୍ଥିବ ଲୀଳାରେ କାର୍ଯ୍ୟ କରୁଛନ୍ତି। ତା ଭିତରୁ ପଢି ଦଉଛି। ମାଙ୍କର 4ଟି ମହାରୂପ, 4ଟି ମୁଖ୍ୟ ଶକ୍ତି ଓ ବିଗ୍ରହ ସମ୍ମୁଖରେ ରହି ବିଶ୍ୱକୁ ପରିଚାଳନା କରନ୍ତି ଏବଂ ପାର୍ଥିବ ଲୀଳାରେ କାର୍ଯ୍ୟ କରନ୍ତି। ପ୍ରଥମ ବିଗ୍ରହ ହେଲା ପ୍ରଶାନ୍ତ ବିଶାଳତା, ସର୍ବବ୍ୟାପକ ଜ୍ଞାନ, ସ୍ଥିର ମଙ୍ଗଳମୟତା, ଅଫୁରନ୍ତ କରୁଣା, ଅତୁଳ ଏବଂ ଅଦ୍ୱିତୀୟ ମହିମା, ସର୍ବଶାସକ ମହତ୍ୱ। ଦ୍ୱିତୀୟ ବିଗ୍ରହ ହେଲା ତାଙ୍କର ଭାସ୍ୱର ବୀର୍ଯ୍ୟ, ଅଦମ୍ୟ ଆବେଗ, ତାଙ୍କର ଯୋଦ୍ଧୃଭାବ, ତାଙ୍କର ସର୍ବଜୟୀ ସଂକଳ୍ପ, ତାଙ୍କର ପ୍ରଖର କ୍ଷିପ୍ରତା ଆଉ ପ୍ରଳୟଙ୍କର ପ୍ରତାପ। ତାଙ୍କର ତୃତୀୟ ବିଗ୍ରହଟି ହେଲା କାନ୍ତିମୟ, ମାଧୁର୍ଯ୍ୟମୟ, ଆଶ୍ଚର୍ଯ୍ୟମୟ। ସେଥିରେ ଅଛି ମାଙ୍କର ସୌନ୍ଦର୍ଯ୍ୟ, ସୁସଙ୍ଗତି ଓ ସୁଚାରୁ ଛନ୍ଦର ପ୍ରଗାଢ ରହସ୍ୟ, ବିଚିତ୍ର ସୁକୁମାର ବୈଭବ, ଦୁର୍ବାର ଆକର୍ଷଣ, ମୋହିନୀ ମାଧୁରିମା। ମାଙ୍କର ଚତୁର୍ଥ ବିଗ୍ରହଟି ହେଲା ଅନ୍ତରଙ୍ଗ, ଗଭୀର ଜ୍ଞାନ ତଥା ନିପୁଣ ନିର୍ଦ୍ଦୋଷ କର୍ମ ଓ ସକଳ ବସ୍ତୁକୁ ପ୍ରଶାନ୍ତି ଓ ନିର୍ଦ୍ଦିଷ୍ଟ ପୂର୍ଣ୍ଣତା ପ୍ରଦାନର ଏକ ନିବିଡ଼ ଗଭୀର ସାମର୍ଥ୍ୟରେ ବିଭୂଷିତା। ଜ୍ଞାନ, ବଳ, ସଂଗତି, ପୂର୍ଣ୍ଣତା ଏହି ସବୁ ହେଲା ସେମାନଙ୍କର ବିଭିନ୍ନ ଗୁଣ। ଏଇ 4ଟି ଭିତରୁ ପ୍ରଥମ ବିଗ୍ରହ ମହେଶ୍ୱରୀ, ଦ୍ୱିତୀୟ ବିଗ୍ରହ କଥା କହିଲେ ମହାକାଳୀ, ତୃତୀୟ ବିଗ୍ରହ କଥା କହିଲେ ମହାଲକ୍ଷ୍ମୀ, ଚତୁର୍ଥଟି କହିଲେ ମହା ସରସ୍ୱତୀ। ଆମେ ଏଇ ଶକ୍ତି ଚତୁଷ୍ଟୟକୁ ଆମେ ଏଇ 4ଟି ମହାନ ନାମ ଦେଉଛୁ ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଆଉ ମହା ସରସ୍ୱତୀ ମା। ଆମେ ତା ଭିତରୁ ଆଜି ମହା ସରସ୍ୱତୀଙ୍କର ଯୋଉ ଗୁଣ ସେଗୁଡ଼ିକ ଆମେ ଆଜି ପଢିବା। ତା ଭିତରୁ କଣ ମନେ ରହିଲା କି? ମହେଶ୍ୱରୀ ହଉଛନ୍ତି କଣ? ମହେଶ୍ୱରୀ ଜ୍ଞାନ, ତାପରେ ମହାକାଳୀ ବଳ, ମହାଲକ୍ଷ୍ମୀ ସଂଗତି ଆଉ ମହା ସରସ୍ୱତୀ ହଉଛନ୍ତି ପୂର୍ଣ୍ଣତାର ଦେବୀ। ପ୍ରଭୁ ଲେଖୁଛନ୍ତି ମହା ସରସ୍ୱତୀ ହେଲେ ମାଙ୍କର କର୍ମ ଶକ୍ତି, ତାଙ୍କରି ପୂର୍ଣ୍ଣତା ଓ ଶୃଙ୍ଖଳାର ମୂର୍ତ୍ତି। ଶକ୍ତି ଚତୁଷ୍ଟୟ ମଧ୍ୟରେ ସେ କନିଷ୍ଠା, କାର୍ଯ୍ୟ ନିଷ୍ପାଦନର କ୍ଷମତାରେ ପରମ ନିପୁଣା, ସ୍ଥୂଳ ପ୍ରକୃତିର ନିକଟତମା। ମହେଶ୍ୱରୀ ବିଶ୍ୱ ଶକ୍ତିରାଜିର ବୃହତ ଧାରାଗୁଡ଼ିକୁ ସଜାଡ଼ି ରଖନ୍ତି। ମହାକାଳୀ ଦିଅନ୍ତି ସେ ସବୁକୁ ଚାଲିବାର ବଳ ଓ ବେଗ। ମହାଲକ୍ଷ୍ମୀ ବ୍ୟକ୍ତ କରନ୍ତି ସେ ସବୁର ଛନ୍ଦ ଓ ପରିମିତି। କିନ୍ତୁ ମହା ସରସ୍ୱତୀ ଖୁଣ୍ଟି ନାଣ୍ଟି ପର୍ଯ୍ୟବେକ୍ଷଣ କରନ୍ତି ସେ ସବୁର ସଂଗଠନ ଓ ପ୍ରୟୋଗ। ଅଙ୍ଗ ପ୍ରତ୍ୟଙ୍ଗର ସମାବେଶ, ବିଭିନ୍ନ ବଳର ସାର୍ଥକ ସଂଯୋଗ, ଫଳ ଓ ସାଫଲ୍ୟର ଅବ୍ୟର୍ଥ ଯଥାଯୋଗ୍ୟତା, ବସ୍ତୁରାଜିର ପ୍ରୟୋଗ ନୀତି, ଗଠନ ରୀତି, କାରୁ ପଦ୍ଧତି ହେଲା ମହା ସରସ୍ୱତୀଙ୍କ ରାଜ୍ୟ। ସିଦ୍ଧ କର୍ମୀର ଅନ୍ତରଙ୍ଗ ଓ ଯଥାଯଥ ଜ୍ଞାନ, ସୂକ୍ଷ୍ମବୋଧ ଓ ଧୈର୍ଯ୍ୟ, ଅନ୍ତର୍ଜ୍ଞାନୀ ମନର ଏବଂ ସଚେତନ ହସ୍ତର ତଥା ସୂକ୍ଷ୍ମଦର୍ଶୀ ଦୃଷ୍ଟିର ନିର୍ଭୁଲତା, ଏହି ସବୁ ମହା ସରସ୍ୱତୀ ନିଜର ପ୍ରକୃତି ମଧ୍ୟରେ ନିରନ୍ତର ଧାରଣ କରି ରହିଛନ୍ତି ଏବଂ ଯାହାକୁ ସେ ବାଛି ନିଅନ୍ତି ତାହାକୁ ସେ ସେହି ସକଳ ସମ୍ପଦ ଦାନ କରନ୍ତି। ଏହି ସକଳ ଶକ୍ତି ହିଁ ସମସ୍ତ ଜଗତର ସମର୍ଥ, ଅକ୍ଲାନ୍ତ, ସତର୍କ, ସୁନିପୁଣ ନିର୍ମାତା, ବିଧାତା, ଶାସକ, ପ୍ରୟୋଗବିତ୍, କାରିଗର, ଶ୍ରେଣୀ ବିଭାଗ କର୍ତ୍ତା। ଯେତେବେଳେ ସେ ସ୍ୱଭାବର ରୂପାନ୍ତର ଓ ନବନିର୍ମାଣ କରନ୍ତି ସେତେବେଳେ ତାଙ୍କର କାର୍ଯ୍ୟ ହୁଏ ଶ୍ରମ ସଂକୁଳ
ଏବଂ ପୁଙ୍ଖାନୁପୁଙ୍ଖ। ଆମ୍ଭମାନଙ୍କର ଅଧୀରତା ପାଖରେ ତାହା ବହୁତ ସମୟରେ ମନେ ହୁଏ ଯେପରି ମନ୍ଥର ଏବଂ ଅନ୍ତହୀନ, କିନ୍ତୁ ଯଥାର୍ଥରେ ତାଙ୍କର କାର୍ଯ୍ୟ ନିରବଚ୍ଛିନ୍ନ, ସର୍ବାଙ୍ଗୀନ ଓ ନିର୍ଦ୍ଦୋଷ। ଯେଉଁ ସଂକଳ୍ପ ତାଙ୍କ କର୍ମ ମଧ୍ୟରେ ସକ୍ରିୟ, ତାହା ସତର୍କ, ଅତନ୍ଦ୍ର, ଅକ୍ଳାନ୍ତ। ଉପରୁ ଆନତ ହୋଇ ସେ ଆମ୍ଭମାନଙ୍କୁ ଘେରି ରହନ୍ତି, କ୍ଷୁଦ୍ରାତି କ୍ଷୁଦ୍ର ଅଙ୍ଗକୁ ନିରୀକ୍ଷଣ କରନ୍ତି, ସ୍ପର୍ଶ କରନ୍ତି। ଯେତେ ସାମାନ୍ୟ ହେଉ ପ୍ରତ୍ୟେକ ଦୋଷ, ତ୍ରୁଟି, କୁଟିଳତା, ଅପୂର୍ଣ୍ଣତା ଖୋଜି ବାହାର କରନ୍ତି। କେତେ କାର୍ଯ୍ୟ କରାହୋଇଛି, ଆଉ କେତେ କରିବାକୁ ବାକି ଅଛି, ତାହା ଯଥାଯଥ ଓଜନ କରି ବିଚାର କରି ଦେଖନ୍ତି। ତାଙ୍କ ଦୃଷ୍ଟି ପାଖରେ କ୍ଷୁଦ୍ର ବା ଆପାତନଗଣ୍ୟ କିଛି ହିଁ ନାହିଁ। ଯେତେ ହିଁ ଛଦ୍ମବେଶରେ ସୂକ୍ଷ୍ମ ଭାବରେ ଅନ୍ତର୍ଲୀନ ହୋଇ ରହୁନା କାହିଁକି, କିଛି ବି ତାଙ୍କ ଦୃଷ୍ଟି ପାଖରେ ଲୁଚି ରହିପାରେ ନାହିଁ। ବାରମ୍ବାର ସେ ପରମ ଯତ୍ନରେ ଢାଳି ଗଢୁଛନ୍ତି, ଯେଉଁଥିରେ ପ୍ରତ୍ୟେକ ଅଙ୍ଗ ତାହାର ଯଥାର୍ଥ ରୂପ ପ୍ରାପ୍ତ ହୁଏ, ସମଗ୍ର ମଧ୍ୟରେ ତାହାର ଯଥାର୍ଥ ସ୍ଥାନରେ ପ୍ରତିଷ୍ଠିତ ହୁଏ, ତାହାର ଯଥାଯଥ ଉଦ୍ଦେଶ୍ୟ ସାଧନ କରେ। ନିରନ୍ତର ଅଧ୍ୟବସାୟ ସହ ସକଳ ବସ୍ତୁକୁ ସେ ପୁନଃ ପୁନଃ ସଜାଉଛନ୍ତି। ଯେଉଁଠାରେ ଯାହା ସବୁ ପ୍ରୟୋଜନ ଏବଂ ଯେଉଁ ଉପାୟରେ ସେହି ସବୁ ପ୍ରୟୋଜନ ସାଧିତ ହୋଇପାରେ, ଏହି ଉଭୟର ଉପରେ ଯୁଗପତ୍ ତାଙ୍କର ଦୃଷ୍ଟି ରହିଛି। ତାଙ୍କର ଆନ୍ତର ବୁଦ୍ଧି ଜାଣେ କଣ ଗ୍ରହଣ କରିବାକୁ ହେବ ଏବଂ କଣ ବର୍ଜନ କରିବାକୁ ହେବ, ଏବଂ ଅବ୍ୟର୍ଥ ଭାବରେ ନିର୍ଣ୍ଣୟ କରେ ଯୋଗ୍ୟ ପାତ୍ର ଏବଂ ଅବ୍ୟର୍ଥ ଭାବରେ ନିର୍ଣ୍ଣୟ କରେ ଯୋଗ୍ୟ ପାତ୍ର, ଯୋଗ୍ୟ କାଳ, ଯୋଗ୍ୟ ଅବସ୍ଥା ଓ ଯୋଗ୍ୟ ପ୍ରକ୍ରିୟା। ଅଯତ୍ନ, ଅବହେଳା, ଆଳସ୍ୟ ଉପରେ ସେ ଏକବାରେ ବିରୂପ। କୌଣସି ପ୍ରକାରେ ଯୋଡ଼ା ତାଳି ଦେଇ ଶୀଘ୍ର କାର୍ଯ୍ୟ ଶେଷ କରିବା, ସକଳ ଅପୁଟତା, ନ୍ୟୁନାଧିକତା, ଲକ୍ଷ୍ୟଭ୍ରଷ୍ଟତା, କରଣ ଓ ବୃତ୍ତି ସକଳର ମିଥ୍ୟା ଯୋଗାଯୋଗ ବା ଅପବ୍ୟବହାର, ଅର୍ଦ୍ଧ ସମ୍ପୂର୍ଣ୍ଣ ବା ଅସମ୍ପୂର୍ଣ୍ଣ କରି କୌଣସି କାର୍ଯ୍ୟ ପକାଇ ରଖିବା, ଏ ସମସ୍ତ ହିଁ ତାଙ୍କ ପ୍ରକୃତିର ଅପ୍ରିୟ ଓ ବିରୋଧୀ। ତାଙ୍କ କାର୍ଯ୍ୟଟି ଯେତେବେଳେ ଶେଷ ହୁଏ, ସେତେବେଳେ ଦେଖାଯାଏ ଯେ ସେଥିରେ କିଛି ବି ବିସ୍ମୃତ ହୋଇନାହିଁ, କୌଣସି ଅଂଶ ବି ଅଯଥା ସ୍ଥାନରେ ସ୍ଥାପିତ ହୋଇନାହିଁ ବା ବାଦ୍ ଯାଇନାହିଁ ବା ଦୋଷଯୁକ୍ତ କରି ରଖା ହୋଇନାହିଁ। ସମସ୍ତ ହିଁ ନିରାଟ, ନିର୍ଭୁଲ, ପରିପୂର୍ଣ୍ଣ ଏବଂ ଚମତ୍କାର। ପୂର୍ଣ୍ଣାଙ୍ଗ ପୂର୍ଣ୍ଣତାରୁ କମ୍ କିଛି ତାଙ୍କୁ ତୃପ୍ତି ଦେଇପାରେ ନାହିଁ। ସୃଷ୍ଟିକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଯଦି ଅନନ୍ତ କାଳ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପ୍ରୟୋଜନ ହୁଏ, ତାହା ସକାଶେ ସେ ପ୍ରସ୍ତୁତ। ମାଙ୍କର ସମସ୍ତ ଶକ୍ତି ମଧ୍ୟରେ ମନୁଷ୍ୟର ସମସ୍ତ ତ୍ରୁଟିକୁ ସର୍ବାପେକ୍ଷା ଅଧିକ ଧୈର୍ଯ୍ୟ ସହ ସେ ସହ୍ୟ କରି ଆସିଛନ୍ତି। ଦୟା ଓ ସ୍ମିତହାସ୍ୟ ସହ ସେ ଆମ୍ଭମାନଙ୍କ ପାଖେ ରହିଛନ୍ତି, ସର୍ବଦା ସାହାଯ୍ୟ କରୁଛନ୍ତି। ସହଜରେ ସେ ବିମୁଖ ବା ନିରାଶ ହୁଅନ୍ତି ନାହିଁ। ପୁନଃ ପୁନଃ ବ୍ୟର୍ଥତା ସତ୍ତ୍ୱେ ବି ସମାନ ଭାବରେ ଉତ୍ସାହ ଦେଉଛନ୍ତି। ପ୍ରତି ପଦରେ ସେ ଆମ୍ଭମାନଙ୍କ ହାତ ଧରି ନେଇ ଚାଲୁଛନ୍ତି। ତାଙ୍କର ଏକମାତ୍ର ଦାବୀ, ଆମ୍ଭମାନଙ୍କ ସଂକଳ୍ପ ଯେପରି ଏକମୁଖୀ ହୁଏ, ଆମେମାନେ ଯେପରି ହେଉ ସରଳ ଓ ଏକନିଷ୍ଠ। କାରଣ ଦ୍ୱିଧାଚିତ ସେ ସହ୍ୟ କରନ୍ତି ନାହିଁ। ଅଭିନୟ, ଛଳନା, ଆତ୍ମପ୍ରତାରଣା, ମିଥ୍ୟାଚାର ତାଙ୍କର ନିର୍ଦ୍ଦୟ ବିଦ୍ରୂପରେ ବ୍ୟକ୍ତ ହୁଏ। ଅଭାବରେ ମାତା, ବିପଦରେ ବନ୍ଧୁ, ଧୀର ଆଳସ୍ୟ ଶୂନ୍ୟ ସଚିବ ଓ ପଥ ପ୍ରଦର୍ଶକ ରୂପେ ସେ ତାଙ୍କର ପ୍ରଜ୍ୱଳ ହାସ୍ୟରେ ବିଷାଦ, ଅବସାଦ ଓ ଅସ୍ଥିରତାର ସକଳ ମେଘକୁ ଦୂର କରିଦିଅନ୍ତି। ତାଙ୍କର ନିତ୍ୟ ବର୍ତ୍ତମାନ ସାହାଯ୍ୟର କଥା ସର୍ବଦା ସ୍ମରଣ କରାଇ ଦିଅନ୍ତି ଏବଂ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦିଅନ୍ତି ଚିର ପ୍ରକାଶିତ ସୂର୍ଯ୍ୟ କିରଣ। ଯେଉଁ ଗଭୀର ନିରବଚ୍ଛିନ୍ନ ପ୍ରେରଣା ଆମ୍ଭମାନଙ୍କୁ ଊର୍ଦ୍ଧ୍ୱତନ ପ୍ରକୃତିର ସମଗ୍ରତା ଆଡ଼କୁ ପରିଚାଳିତ କରେ, ତାକୁ ତାଙ୍କର ଦୃଢ଼ତା, ଅଚଞ୍ଚଳତା, ଅଧ୍ୟବସାୟ ଦ୍ୱାରା ସେ ପୂର୍ଣ୍ଣ କରିଦିଅନ୍ତି। ଅନ୍ୟାନ୍ୟ ଶକ୍ତିର ଯାବତୀୟ କାର୍ଯ୍ୟ ସେସବୁର ପୂର୍ଣ୍ଣତା ସକାଶେ ଏହି ଶକ୍ତିକୁ ହିଁ ଅବଲମ୍ବନ କରି ରହିଛି। କାରଣ
ସେ ସ୍ଥୂଳ ବାସ୍ତବ ଭିତ୍ତିକୁ ସୁନିଶ୍ଚିତ କରିଦିଅନ୍ତି। ସକଳ ଅଙ୍ଗ ପ୍ରତ୍ୟଙ୍ଗ ସବିସ୍ତାରରେ ପ୍ରସ୍ଫୁଟିତ କରିଦିଅନ୍ତି। ସମଗ୍ର ଇମାରତକୁ ଯେପରି ଗୋଟିଏ ଲୌହ କବଚରେ ଦୃଢ କରିଦିଅନ୍ତି। ଇଏ ମହା ସରସ୍ୱତୀଙ୍କର ଏତିକି ହଉଛି ତାଙ୍କର କାର୍ଯ୍ୟ, ଏତିକି ହଉଛି ତାଙ୍କର ବିଭାବ ବା ଏତିକି ତାଙ୍କର ରୂପର ଭିନ୍ନ ଭିନ୍ନ କାମ। ଆମେ ଆଜି ପର୍ଯ୍ୟନ୍ତ ଜାଣିଛୁ ସରସ୍ୱତୀ ଦେବୀ କେବଳ ବିଦ୍ୟାର ଦେବୀ ବୋଲି ଆମେ ଜାଣିଛୁ, କିନ୍ତୁ ପ୍ରକୃତରେ ସେ ହଉଛନ୍ତି ପୂର୍ଣ୍ଣତାର ପ୍ରତୀକ, ପୂର୍ଣ୍ଣତାର ଦେବୀ। ତାଙ୍କର କାର୍ଯ୍ୟ ହଉଛି କୌଣସି ଟିକକ ବି ଅପୂର୍ଣ୍ଣତା ସେ ଛାଡିବେ ନାହିଁ। ମହାଲକ୍ଷ୍ମୀ, ମହେଶ୍ୱରୀ, ମହାକାଳୀ ଯାହା କାର୍ଯ୍ୟ କରିବେ ତାର ପୂର୍ଣ୍ଣାହୁତି ବା ତାର ଶେଷ ହବ ମହା ସରସ୍ୱତୀଙ୍କ କାର୍ଯ୍ୟରେ। ମହା ସରସ୍ୱତୀ ସେଥିରେ ପରିପୂର୍ଣ୍ଣତା, ପୂର୍ଣ୍ଣାଙ୍ଗତା ଏବଂ ଅତି ନିଖୁଣ ପରିପୂର୍ଣ୍ଣ ପୂର୍ଣ୍ଣତା ବା ପୂର୍ଣ୍ଣାଙ୍ଗ ପରିପୂର୍ଣ୍ଣତା ଆଣିଦିଅନ୍ତି। କହୁଛନ୍ତି କ୍ଷୁଦ୍ରାତି କ୍ଷୁଦ୍ର ଅଙ୍ଗକୁ ସେ ନିରୀକ୍ଷଣ କରନ୍ତି, ସ୍ପର୍ଶ କରନ୍ତି। ଯେତେ ସାମାନ୍ୟ ହେଉ ପ୍ରତ୍ୟେକ ଦୋଷ, ତ୍ରୁଟି, କୁଟିଳତା, ଅପୂର୍ଣ୍ଣତା ଖୋଜି ବାହାର କରନ୍ତି। କେତେ କାର୍ଯ୍ୟ କରାହୋଇଛି ଆଉ କେତେ କରିବାକୁ ବାକି ଅଛି ତାହା ଯଥାଯଥ ଓଜନ କରି ବିଚାର କରି ଦେଖନ୍ତି। ତାଙ୍କ ପାଖରେ କିଛି ଆପାତଗଣ୍ୟ ବୋଲି କିଛି ନାହିଁ, କ୍ଷୁଦ୍ର ବୋଲି କିଛି ନାହିଁ। ତେଣୁ ଆମେ ଆଜି ମହା ସରସ୍ୱତୀଙ୍କୁ ଆବାହନ କରିବା, ତାଙ୍କୁ ପ୍ରାର୍ଥନା କରିବା ସେ ଯେପରି ମୋ ଭିତରେ ସହର୍ଷେ କାର୍ଯ୍ୟ କରିପାରନ୍ତି। ସେ ତ ତାଙ୍କର କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ, ସେ ପରିପୂର୍ଣ୍ଣ ପୂର୍ଣ୍ଣତା ନ ଆଣିବା ପର୍ଯ୍ୟନ୍ତ ମହା ସରସ୍ୱତୀଙ୍କର କାର୍ଯ୍ୟ ଶେଷ ହୁଏ ନାହିଁ। ଯଦି ଆମେ ପ୍ରାର୍ଥନା କରିବା, ଆସ୍ପୃହା କରିବା, ଆମ ଭିତରେ ଓପନିଂ ହବ, ଉନ୍ମୁକ୍ତତା ଖୋଲିଯିବ, ତା ଦ୍ୱାରା ସେ ଆମ ଭିତରେ କାର୍ଯ୍ୟ କରିପାରିବେ। ମା ଏଠି ଖାଲି ଗୋଟେ ଭ୍ରମ ଧାରଣା କାହିଁକି କେତେବେଳେ କିଏ ସେ ଗୋଟେ ଆରମ୍ଭ କରିଦେଇଛି ଯେ ଆଜି ସରସ୍ୱତୀ ପୂଜା, ସେ ସରସ୍ୱତୀ ପୂଜାରେ ପାଠ ପଢିଲେ ପାଠ ଆଉ ହବ ନାହିଁ। ଏ ଏକ ଭ୍ରମ ଧାରଣା। ଯଦି ସାମାନ୍ୟ ବି ଆମେ ଦେଖିବା, ଆମର ନିଜସ୍ୱ ଗୋଟେ କାଣ୍ଡ ଜ୍ଞାନ ବା ବୁଦ୍ଧି ପ୍ରୟୋଗ କରିବା, ଯଦି ସରସ୍ୱତୀ ହଉଛନ୍ତି ବିଦ୍ୟାର ଦେବୀ, ତେବେ ତାଙ୍କରି ଯୋଉ ପୁଣ୍ୟ ତିଥିରେ, ତାଙ୍କର ଯୋଉ ଜନ୍ମ ତିଥିରେ ଯୋଉ ପୂଜା ଯେତେବେଳେ ଆମେ କରୁଛନ୍ତି, ସେତେବେଳେ ତାଙ୍କର ପ୍ରିୟ ଯୋଉଟା ହଉଛି ତାଙ୍କର ଆୟୁଧ, ସେଇଟା ଯଦି ଆମେ ନ କରିବା ତାହେଲେ ତ ସେ ବେଶୀ ଦୁଃଖ କରିବେ। କଥାରେ ଯେମିତି କହନ୍ତି, ମନେ କରାଯାଉ ଜଣେ ବ୍ୟକ୍ତି ଆମ ଘରକୁ ଆସିଛନ୍ତି, ତାଙ୍କର ଯୋଉଟା ପ୍ରିୟ ଆମେ ତାଙ୍କୁ ସେଇଟା ଦବା ନାହିଁ, ତେବେ ସେ ରହିବେ, କିନ୍ତୁ ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଆମେ ଯଦି ଦବା, ସେ ଅତ୍ୟନ୍ତ ଅଧିକ ଆନନ୍ଦିତ ହେବେ, ଅଧିକ ଆନନ୍ଦିତ ହେବେ। ତେଣୁ ଯେତେବେଳେ ଆମେ ସରସ୍ୱତୀଙ୍କ ପୂଜା କରୁଛୁ, ଆବାହନ କରୁଛୁ, ସେତେବେଳେ ଆମେ ଯଦି ବିଦ୍ୟା ଅଧ୍ୟୟନ କରିବା ତାହେଲେ ସେ ଅଧିକ ଖୁସି ହେବେ। କିନ୍ତୁ ଗୋଟେ ବିଦ୍ୟାର୍ଥୀ ମହଲରେ ଗୋଟେ ଭୁଲ ଧାରଣା କେତେକଙ୍କ ପାଖରେ ରହିଯାଇଛି ଯେ ସରସ୍ୱତୀ ପୂଜାରେ ପାଠ ପଢିଲେ ବା ବିଦ୍ୟା ଅଧ୍ୟୟନ କଲେ ଆପଣଙ୍କର ପାଠ ଆଉ ହବ ନାହିଁ। ଏକ ଭ୍ରମ ଧାରଣା। ଏ ଧାରଣାରୁ ଆମକୁ ମୁକ୍ତ ହେବାକୁ ପଡିବ। ହଁ। ଭାଇ ମୁଁ ଆଜି ଏଇଟା ଭାବୁଥିଲି, କନଫ୍ୟୁଜ ଥିଲି, ତମେ କ୍ଲିୟର କରିଦେଲ ଆଉ। ଆରେ ଦେଖନ୍ତୁ, ଆମେ ଯୋଉ ଶକ୍ତିକୁ ଆବାହନ କରୁଛନ୍ତି, ସେ ଶକ୍ତି ଯେତେବେଳେ କାର୍ଯ୍ୟ କରୁଛି, ସେଇ ସମୟରେ ଆମେ ଯଦି ବିଦ୍ୟାକୁ ବା ମନେକର ଯାହା ହଉ, ଆମ ପାଖରେ ଟିଚର ଆସି ପହଞ୍ଚଛନ୍ତି, ଗୋଟେ ଆମେ ଏମିତି ଭାବୁନାହାନ୍ତି ଟିଚର ଆସି ପହଞ୍ଚଛନ୍ତି ଯୋଉ ସବଜେକ୍ଟରେ ଟିଚର, ଆମେ ସେଇ ସବଜେକ୍ଟ ବହି ବାହାର କରିବାନି। ଖେଳ ଟିଚର ଆସିଛନ୍ତି, ମୁଁ ତାଙ୍କ ଖେଳ ମାନେ ଖେଳିବାକୁ ପଡିଆକୁ ଯିବି ନାହିଁ, ତାହେଲେ ସେ ମତେ କଣ ତାଲିମ ଦେବେ? ଇଏ ହଉଛି ସେଇଭଳି ଏକ ମିଥ୍ୟା ଧାରଣା। ସେଥିରୁ ଆମେ ମୁକ୍ତ ହବା ଏବଂ ଆଉ ଯୋଉମାନେ ବି ଶୁଣୁଛନ୍ତି ସେମାନଙ୍କ ତାକୁ ଅନ୍ୟମାନଙ୍କୁ ସେଟା ଜଣେଇବା ଦରକାର। ଏକ ଭ୍ରମ ଧାରଣା ଭିତରେ ନ ବଞ୍ଚି ସେଇଦିନ ଅଧିକ ଆସ୍ପୃହା କରିବା ନିଶ୍ଚୟ। ସେଇଥିପାଇଁ ସେଇଦିନ ହିଁ ପାଠ ପଢା ଷ୍ଟାର୍ଟ କରନ୍ତି, ଖଡି ଛୁଅନ୍ତି। କାହିଁକି? ଏଇଥିପାଇଁ କରନ୍ତି ଯଦ୍ଵାରା ଦେବୀ ମୋ ଭିତରେ ପ୍ରବେଶ କରିବେ, କାର୍ଯ୍ୟ କରିବେ।
ହଉ ଇଏ ତ ଥିଲା କେବଳ ସରସ୍ୱତୀ। ମହାସରସ୍ୱତୀ ହଉଛନ୍ତି ଏ ସବୁର ଉର୍ଦ୍ଧ୍ୱରେ, ସିଏ ଅତି ନିଖୁଣ ଭାବରେ କାମ କରନ୍ତି। ଆମେ ଯେମିତି ଆଉ ଗୋଟେ କଥା ଜାଣିଛୁ ଯେ କେବଳ ଗଣେଶ ହଉଛନ୍ତି ବିଦ୍ୟା ଆଉ ବୁଦ୍ଧିର, ସିଏ ଯେ ଧନ ବି ଦିଅନ୍ତି। ବିଘ୍ନ ବିନାଶକ ନାଁ ଦିଆ ହେଇଛି ସେ କଥା ଆମେ ଭୁଲି ଯାଉଛୁ। କୌଣସି ପ୍ରକାର ବିଘ୍ନ ସିଏ ଆମ ଭିତରେ କଣ ରଖିବାକୁ ଦିଅନ୍ତି ନାହିଁ, ସେଟା ବି ଆମେ ଭୁଲି ଯାଉଛୁ। ସେ ଧନ ବି ଦିଅନ୍ତି ଏକଥା ବି ଆମେ ଜାଣିନାହୁଁ, ଜାଣିନଥିଲୁ ଆଗରୁ। ମା ଶ୍ରୀମା ପ୍ରଥମେ ଆମକୁ ଆକ୍ଚୁଆଲି ଜଣେଇଲେ ଯେ ସିଏ ଧନ ବି ଦେଉଥିଲେ ବୋଲି। ଯେତେବେଳେ ଆ ଗଣେଶଙ୍କ ସହିତ ତାଙ୍କର ପ୍ରଥମ ହେଲା ମା ଯେତେବେଳେ କହିଲେ ଗଣେଶଙ୍କୁ ଦେଖିକି ତମେ ଅଛ, ଯେମିତି ଏତିକି କହିଛନ୍ତି ଗଣେଶ ତାଙ୍କ ଆଗରେ ଠିଆ ହେଇ ପଡିଲେ। ଗଣେଶଙ୍କର ବିଗ୍ରହ ଦେଖିକି ଯେତେବେଳେ ସେ କହିଲେ ଆରେ ତମେ ଅଛ, ଏତିକି ଯେତେବେଳେ କହୁଛନ୍ତି ସେ ନିଜେ ଆସି ଠିଆ ହେଇଯାଉଛନ୍ତି। ମା ଖୁସି ନାରୀ ତାପରେ ତାଙ୍କ ସହିତ କଥା ହଉଛନ୍ତି। ତାପରେ ସେ କହୁଛନ୍ତି ଆଉ ମୁଁ ଆସିଛି ମା, ଆଉ ମୁଁ କିଛି ସାହାଯ୍ୟ କରିବି? ମା କହିଲେ ଏବେ ଆଶ୍ରମରେ ଆର୍ଥିକ ଅବସ୍ଥା ଟିକେ ଭଲ ନାହିଁ, ତମେ ଯଦି ଅର୍ଥ ବ୍ୟବସ୍ଥା କରିପାରିବ କି? ନା ହଁ ହଁ, ତା ପରଠାରୁ ଅର୍ଥର କୌଣସି ଅଭାବ ଦେଖେଇ ନାହାନ୍ତି। କୌଣସି ଅଭାବ ଆସିନି, ସବୁବେଳେ ସେ ଦେଇ ଚାଲିଛନ୍ତି। ଗୋଟିଏ ସମୟ ଆସିଥିଲା ଯେତେବେଳେ ଅ ସେ ନିଜ ଆଡୁ ଆସି କହିଲେ, ସେଟା ହଉଛି ବିଶ୍ଵଯୁଦ୍ଧ ସମୟ। ବିଶ୍ଵଯୁଦ୍ଧ ସମୟରେ ନିଜେ ଗଣେଶ ଆସି କହିଲେ, କହିଲେ ମା ଏବେ ଟିକେ ଯେହେତୁ ଯୁଦ୍ଧ ଚାଲିଛି ତେଣୁ ଅର୍ଥ ଦବା ଟିକେ କଷ୍ଟ ହଉଛି, ଆଉ ଟିକେ ମାନେ ଆମେ ଆମ ଭାଷାରେ ଟିକେ ବିୟର କରିବେ ଆଉ, ଟିକେ ଅସୁବିଧା ହେଇପାରେ ଆଉ। ନହେଲେ କୌଣସି ସମୟରେ ବି ଯେକୌଣସି ସମୟରେ ଯୋଉ ସମୟରେ ଯେତିକି ଅର୍ଥ ଆବଶ୍ୟକ ହେଇଛି ସବୁ ଗଣେଶ ପହଞ୍ଚେଇ ଦେଇଛନ୍ତି। ମା ନିଜେ ଦିବ୍ୟ ଜନନୀ, ତେଣୁ କୌଣସି ଅଭାବ ବୋଧ ରହିବ ନାହିଁ। କିନ୍ତୁ ଗଣେଶ ଯେ ନିଜେ ସେଦିନ କଥା ଦେଇକି ଗଲେ ଏବଂ ଅର୍ଥ ଆଶ୍ରମକୁ ଆସିବା ପାଇଁ କେମିତି ଆସିବ କଣ କରିବ ତା ବ୍ୟବସ୍ଥା ସେ ନିଜେ କରିଛନ୍ତି। ତେଣୁ ଆମର କେତେ ଗୁଡେ ଧାରଣା ଆଉ ଟିକେ ତାକୁ ବୃଦ୍ଧି କରିବା ଯେ ପ୍ରକୃତିରେ ମହା ସରସ୍ଵତୀଙ୍କୁ ଯଦି ଆମେ ଆହ୍ୱାନ କରୁଛୁ, ସେ ହଉଛନ୍ତି ପରିପୂର୍ଣ୍ଣତାର ଦେବୀ ଏବଂ ସବୁ ପୁରା ଖୁଣ୍ଟି ନାଟି ପର୍ଯ୍ୟବେକ୍ଷଣ କରନ୍ତି। ଏବଂ ଆମେ ମନେ ରଖିବା ଆଉ ଏ ସବୁ ତିନୋଟି ଶକ୍ତି ମଧ୍ୟ ତାଙ୍କ ସହିତ କାମ କରୁଛନ୍ତି। ଏବଂ ଆହୁରି ମାଙ୍କର କେତେ କେତେ ବିଭାବ କାମ କରୁଛି, କିନ୍ତୁ ଫ୍ରଣ୍ଟ ରେ ଏଇ ଚାରିଜଣ ରହି ବେଶୀ କାମ କରୁଛନ୍ତି। ତାପରେ ଲେଖୁଛନ୍ତି ପ୍ରଭୁ ଦିବ୍ୟ ଜନନୀଙ୍କର ଅନ୍ୟାନ୍ୟ ମହାରୂପ ମଧ୍ୟ ଅଛି, କିନ୍ତୁ ସେ ସବୁକୁ ଅବତରଣ କରାଇବା ଅଧିକତର କଠିନ। ପୃଥିବୀର ଆତ୍ମ ପୁରୁଷଙ୍କର କ୍ରମ ବିକାଶରେ ସେମାନେ ସେପରି ସ୍ପଷ୍ଟ ଭାବରେ ସମ୍ମୁଖକୁ ଆସି ଛିଡା ହୁଅନ୍ତି ନାହିଁ। ବହୁତ ରହିଛନ୍ତି କିନ୍ତୁ ସେମାନେ ସମ୍ମୁଖକୁ ଆସି ଛିଡା ହୁଅନ୍ତି ନାହିଁ। ତେବେ ସେମାନଙ୍କ ମଧ୍ୟରୁ କେତେ ଜଣ ଅଛନ୍ତି ଯେଉଁମାନଙ୍କର ଆବିର୍ଭାବ ଅତିମାନସ ସିଦ୍ଧି ସକାଶେ ଅପରିହାର୍ଯ୍ୟ। ଯୋଉଟା କି ଆମର ତାପରେ କଥା ହେଇଛନ୍ତି ଯେ ସର୍ବାପେକ୍ଷା ବେଶୀ ପ୍ରୟୋଜନ ଜଣଙ୍କର ଯିଏ ମାଙ୍କର ଦୁର୍ଗେୟ ଦୁର୍ବାର ଆନନ୍ଦର ବିଗ୍ରହ ଆନନ୍ଦମୟୀ। ସେ ଆନନ୍ଦ ଗୋଟେ ଭାଗବତ ପ୍ରେମର ପରମ ପଦରୁ ଉତ୍ସାରିତ। କେବଳ ସେଇ ଆନନ୍ଦ ହିଁ ଅତିମାନସ ଚେତନାର ଉଚ୍ଚତମ ଉଚ୍ଚତା ଆଉ ଜଡର ଅଧସ୍ତନ ଗହ୍ୱର, ଏହି ଦ୍ୱୟର ବିଚ୍ଛେଦକୁ ଦୂର କରି ଉଭୟ ଦିଗରେ ମିଳନର ସେତୁ ସ୍ଥାପନ କରିବାକୁ ସକ୍ଷମ। ଏହି ଆନନ୍ଦ ମଧ୍ୟରେ ନିହିତ ଅଛି ଗୋଟେ ଅନୁପମ ପରମ ଦିବ୍ୟ ଜୀବନର ଗୁପ୍ତ ମନ୍ତ୍ର। ଆଉ ବର୍ତ୍ତମାନ ବି ଏହି ଆନନ୍ଦ ହିଁ ଅନ୍ତରାଳରୁ ବିଶ୍ଵର ଅନ୍ୟାନ୍ୟ ମହାଶକ୍ତିର କ୍ରିୟାକୁ ଧାରଣ କରି ରହିଛି। ଇଏ ଆନନ୍ଦମୟୀ ସିଏ ଏବେ ଅତିମାନ ଶକ୍ତିର ଅବତରଣ ପାଇଁ ଜରୁରୀ ଥିଲା। ତେଣୁ ଆନନ୍ଦମୟୀ ବର୍ତ୍ତମାନ ମା ଆନନ୍ଦମୟୀ ସେ ମଧ୍ୟ କାର୍ଯ୍ୟରତ ଅଛନ୍ତି, କାମ କରୁଛନ୍ତି। ଅତିମାନ ଶକ୍ତି ଅବତରଣ କରିସାରିଲାଣି, ତେଣୁ ସିଏ କାମ କରୁଛନ୍ତି। ଏ ଲେଖା ଗୁଡିକ ଅତିମାନ ଶକ୍ତି ଅବତରଣ ପୂର୍ବ ଲେଖା ଗୁଡିକ ଥିଲା। ତେଣୁ ସେତେବେଳେ ସେ ଲେଖିଥିଲେ ଯେ ଅପରିହାର୍ଯ୍ୟ ହଉଛି ଅତିମାନସ ସିଦ୍ଧି ସକାଶେ ଅତିମାନସ ଅବତରଣ ସକାଶେ ଆନନ୍ଦମୟୀଙ୍କର ଯେହେତୁ ଅତିମାନ ଶକ୍ତି ଅବତରଣ କଲାଣି, ତେଣୁ ସିଏ ବି କାର୍ଯ୍ୟରତା ଅଛନ୍ତି। ମା ଥ୍ୟାଙ୍କ ୟୁ ଅଲ୍।